ଜଗନ୍ନାଥ। ମୋର ସମସ୍ତ ଭକ୍ତ ସମାଜବାସୀଙ୍କୁ ବିନମ୍ର ଅନୁରୋଧ କରୁଛି ଯେ ଆପଣମାନେ ଆମ ସମାଜର କୁସଂସ୍କାରକୁ ଦୂର କରି ସେହି ପୂର୍ବରୁ ଆସିଥିବା ସନାତନ ସଂସ୍କୃତିକୁ ଜାଗ୍ରତ କରାନ୍ତୁ। ଆସନ୍ତୁ, ଆଜି ମିଥୁନ ରାଶି ବିଷୟରେ ଅଛି। ମିଥୁନ ରାଶିର ବର୍ଣ୍ଣ ହରିଦ୍ରା, ଆକୃତି ଯୁଗଳାଙ୍ଗ, ମାନେ ଦୁଇଟି ଥିବେ ଯୁଗଳାଙ୍ଗ ସଦୃଶ୍ୟ। ମିଥୁନ ହେଉଛି ଗ୍ରାମାଞ୍ଚଳ ରାଶି। ମିଥୁନ ପଶ୍ଚିମ ଦିଗର ଅଧିପତି। ଆଉ ମିଥୁନ ରାଶି ବ୍ୟକ୍ତିଙ୍କର ନାନା ମତି, ମୃଦୁ ପ୍ରକୃତି, ପୃଷ୍ଟ ଶରୀର, ବାକ୍ୟ ବୀର, ବହୁ ଗୁଣରେ ସେମାନେ ପାରଙ୍ଗମୀ ଅଟନ୍ତି। ସେମାନେ ମଧ୍ୟ ଶାନ୍ତପ୍ରିୟ ବି। ଗୀତ, ବାଦ୍ୟ ଆଦି ମନୋରଞ୍ଜନରେ ସେମାନେ ଆସକ୍ତ ଥାନ୍ତି। ଆସକ୍ତ ବେଳେ ସେମାନେ ମଜା ନିଅନ୍ତି। ପୁରୁଷକାର, ଚତୁର, ବୁଦ୍ଧିମାନ, ମିଷ୍ଟାନ୍ନ ପ୍ରିୟ, କାମ ଅଭିଳାଷେ ଅତ୍ୟନ୍ତ ପ୍ରିୟ ଏମାନେ ଅଟନ୍ତି। ମିଥୁନ ରାଶି କଥା କହୁଛି ବର୍ତ୍ତମାନ। ଶତ୍ରୁବାଦୀ, ସର୍ବଜନ ବଶବର୍ତ୍ତୀ ଏବଂ ବହୁ ଆଡ଼ମ୍ବର ପୂର୍ଣ୍ଣ ଲଘୁକ୍ରିୟା କରିଥାନ୍ତି। ଶତ୍ରୁବାଦୀ, ସର୍ବଜନ ବଶବର୍ତ୍ତୀ ଏବଂ ଉଚ୍ଚ ମନୋଭାବ ଯେକୌଣସି କାର୍ଯ୍ୟଧାରାରେ ସେମାନେ ସକ୍ଷମ ଥାନ୍ତି। ଏମାନେ ଧର୍ମ ବିଶ୍ୱାସୀ ମଧ୍ୟ। ଧର୍ମ ବିଶ୍ୱାସରେ ଏମାନେ ବହୁତ ଆଗରେ। ଏମାନେ ପ୍ରେମାଳପୀ, ବହୁମୁଖ, ଶିଳ୍ପୀ, ଗୁଣ ଯୁକ୍ତ, ମାର୍ଗ ଏହିଭଳି ବିଭିନ୍ନ ଦ୍ରବ୍ୟରେ ମଧ୍ୟ ସେ ଆସକ୍ତି ଥାନ୍ତି। ଏମାନେ ମାୟା ଜଞ୍ଜାଳରେ ଅଧିକ ଆସକ୍ତ ଥାନ୍ତି। ଇଷ୍ଟ, ଏମାନଙ୍କର ମିଥୁନ ରାଶିରେ ଥିବା ପିଲାଙ୍କର କିମ୍ବା ଯାହା ବଡ଼ ଲୋକ ତାଙ୍କର ଇଷ୍ଟ କେତେ କେତେ ଯୁଗରେ ଘଟେ। 4, 6, 9, 12, 16, 18, 22, 28, 32, 33, 42, 48, 52, 61, 64 ଏହିଭଳି ଏହା ମଧ୍ୟରେ ଆସିପାରେ। ଏହି ବର୍ଷ ମାନଙ୍କ ପ୍ରାକୃତିକ ଅଟେ ଏବଂ ନାନା ପ୍ରକାର କ୍ଷୟକ୍ଷତି କରାଏ। ଏହିପରି ସୂଚନା ଦେଇ ଲଗ୍ନରେ ପଞ୍ଚମ, ସପ୍ତମ, ନବମ, ଦଶମ ଓ ଏକାଦଶରେ ଚନ୍ଦ୍ର ଥିଲେ କ'ଣ ହୁଏ? ଚନ୍ଦ୍ର ଥିଲେ ସେ ମଣିଷ ବଳବାନ, ସୌନ୍ଦର୍ଯ୍ୟପୂର୍ଣ୍ଣ, ଦୀର୍ଘାୟୁ ହୋଇ 80 ବର୍ଷ କିମ୍ବା ଆହୁରି ଉର୍ଦ୍ଧ୍ୱ 82 ବର୍ଷରେ ସେମାନେ ଦେହତ୍ୟାଗ କରନ୍ତି। ଶ୍ୱାସରୋଧ ହେଇଯାଏ। ବୈଶାଖ ମାସ ଶୁକ୍ଳପକ୍ଷ ବୁଧବାର ହସ୍ତା ନକ୍ଷତ୍ରରେ ଦିବା 12 ଘଣ୍ଟିକା ଦେହତ୍ୟାଗ କରି ପାରନ୍ତି। ଏଥିରେ ଯଦି ଏହି ସମୟରେ ଦେହତ୍ୟାଗ କରନ୍ତି ତାଙ୍କ ପାଇଁ ଭଲ। ମିଥୁନ 3/5 ମୃଗଶିରା ନକ୍ଷତ୍ର। ଏଇଠି ଦେଖନ୍ତୁ, ମିଥୁନ ରାଶି ହେଇଥିବ ପିଲାର, ଆଉ 3/5 ମୃଗଶିରା ନକ୍ଷତ୍ର ଯଦି ଆସୁଥିବ ତାହେଲେ ସେ ଦେବଗଣରେ ଯିବେ। ଏମାନେ ଦେବଗଣରେ ଗଲେ କ'ଣ ଆଙ୍କର ଗୁଣ ନା ସତ୍ୱଗୁଣ, ଯେଉଁ ଗୁଣ ପାଇଁ ଭଗବାନଙ୍କର ଦର୍ଶନ ମିଳେ। ସେଇ ସତ୍ୱଗୁଣକୁ ଧାରଣ କରିବା ଥିବା ପିଲା ଦେବଗଣରେ ଯାଆନ୍ତି। ଏମାନଙ୍କର ଆତ୍ମବିଶ୍ୱାସ ଦେଖନ୍ତୁ, ଭକ୍ତି ଦେଖନ୍ତୁ, ସବୁ କ୍ଷେତ୍ରରେ ଏମାନେ ଆଗ ଥାନ୍ତି। 3/6 ଅର୍ଦ୍ରା ନକ୍ଷତ୍ର। ଏହା 3/6 ଅର୍ଦ୍ରା ନକ୍ଷତ୍ରରେ ପିଲାମାନଙ୍କୁ କ'ଣ ମିଳେ ନା ମାନବ ଗୁଣ ବା ନର ଗୁଣରେ ଗଣାଯାଏ। ତେଣୁ ଏମାନେ ମିଡ଼ିୟମ ଫଳ ଦିଅନ୍ତି। ଏମାନଙ୍କର ଗୁଣ ହେଉଛି ରଜୋଗୁଣ। ରଜୋଗୁଣର ଏହାଙ୍କର ବେଶୀ ରଜୋଗୁଣ ପ୍ରକାଶିତ ହବ। ପୁଣି ଦେଖିବା ନକ୍ଷତ୍ର ମାନଙ୍କ ମାନବ ଗୁଣ। ଏମାନେ ସିଏ ପରେ ଦେଖିବା ନକ୍ଷତ୍ର ମାନଙ୍କ ବିଷୟ। ଏମାନେ ରାଜସିକ ଭକ୍ତିରେ ପୂଜା କରନ୍ତି। କେଉଁମାନେ? ଏଇ ନରଗଣରେ ଛୁଆମାନେ ମିଥୁନ ରାଶି ପ୍ରାପ୍ତ। ମିଥୁନ ରାଶି ପ୍ରାପ୍ତ ଛୁଆମାନେ ନରଗଣରେ ଥିଲେ ଏହିଭଳି ହୁଏ। ତାପରେ ଦେଖିବା ଗୋଟେ
3/7 ପୁନର୍ବସୁ ନକ୍ଷତ୍ର। ଏହି ରାଶି ବ୍ୟକ୍ତି ପ୍ରାକୃତିକ ଭକ୍ତିରେ ପୂଜା କରନ୍ତି। ଏମାନେ ସତ୍ୟ ଆଡ଼କୁ ଏମାନଙ୍କର ଗୁଣ ହେଉଛି ତମ ଗୁଣ ନା, ଏହାଙ୍କ ଗୁଣ ହେଉଛି ତମ ଗୁଣ, ଯେମାନେ ଯାଉଛନ୍ତି ରାକ୍ଷସ ଗୁଣରେ। କିନ୍ତୁ ତମ ଗୁଣ ହେଲେ କି ନାହିଁ, ଏମାନଙ୍କର ବୁଦ୍ଧି ପ୍ରଖର। ଆଗେ ଯେଉଁ ଦୁଇଟା କହିଲି, ମାନବ ଗଣ ଆଉ ଦେବଗଣ, ଏ ଦୁହିଙ୍କ ଠାରୁ ଏଇ ଅସୁର ଗଣରେ ଯେ ଦେବାରୀ ଗଣ ଯେ ପିଲା ଜାତ ହୁଅନ୍ତି, ସେମାନେ ବହୁତ ଚାଲାକ ସ୍ମାର୍ଟ। ସେମାନେ ଏ 2 ଜଣ ରାଶିର ପିଲା ଯାହା କରିବେ ସିଏ ସେଇଟା କରିଦେବ, ଏତେ ପ୍ରଖର ବୁଦ୍ଧି। ତେଣୁ ରାକ୍ଷସ ଗଣରେ ଜାତ ହେଲେ ଖରାପ ନୁହେଁ, ଭଲ ବୁଦ୍ଧି ସମ୍ପନ୍ନ ପିଲା ଜାତ ହୁଅନ୍ତି। ତାକୁ ଜଗି ପାରିନେ, ବଢ଼େଇ ପାରିନେ, ତୋଳି ପାରିନେ, ତିଆରି କରିପାରିନେ ଭଲ ନିଶ୍ଚିନ୍ତ ହବ। କେହି ଗଣରେ ନଥାନ୍ତି, ପ୍ରକୃତି ଅନୁସାରେ ପିଲା ଗଠନ ହୁଅନ୍ତି। ତଥାପି ମୁଁ କହୁଛି ଯେ ଏଇ ଯେଉଁ ନରଗଣରେ କିମ୍ବା ଦେବଗଣରେ ଏମାନେ ଲାଜକୁଳା ହେବେ। ଦେବଗଣରେ ପୁରା ଲାଜକୁଳା ହେବେ ନାହିଁ, ନରଗଣର ମିଡ଼ିୟମ ରହିବ। କିନ୍ତୁ ଏଇ ଦେବାରୀ ଗଣ ବା ରାକ୍ଷସ ଗଣ ସିଏ ସୁପର ବୁଦ୍ଧି ଏବଂ ପାଠ ପଢ଼େ, ଖାଲି ତିଆରି କରି ନହେଲେ ବଦମାସ ହେଇଯିବ। ପ୍ରଖର ବୁଦ୍ଧି କିନ୍ତୁ ଯଦି ତିଆରି ନ ହେବ ସିଏ ପୁରା ବଦମାସ ହେଇଯିବ, କିଛି ପଡ଼ିବନି। ତେଣୁ ଆଜି ମିଥୁନ ରାଶି ବିଷୟରେ ଆପଣମାନଙ୍କୁ କହିଲି। ଭଲ ଲାଗିଥିଲେ ଦୟାରେ ସବସ୍କ୍ରାଇବ୍ କରିବେ, ଲାଇକ୍ ଦେବେ। ଆଉ ଯଦି ପରବର୍ତ୍ତୀ ଭିଡ଼ିଓ ଯାଉଛି ଆମର ନିଶ୍ଚିନ୍ତ ଦେଖିପାରିବେ। ଜୟ ଜଗନ୍ନାଥ। ରବୀନ୍ଦ୍ର କୁଲାରୀ, ନମସ୍କାର।